ସକାଳୁ ଯେତେବେଳେ ଉଠୁଛନ୍ତି ପୁରା ଷ୍ଟ୍ରଙ୍ଗ ଆଫର୍ମେସନ୍ ନେବେ, ମୋ ସହିତ ବଢ଼ିଆ ହିଁ ଘଟିବ, ମୋ ସହିତ ଭଲ ହିଁ ହେଉଛି, ମୋ ସହିତ ସମସ୍ତେ ଭଲ ଲୋକ ଆଜି ମିଶିବେ, ମୋର ଦିନଟା ପୁରା ହ୍ୟାପିଲି ଆଜି ଯିବ। ଏଇଟା କରିବା ଦରକାର। ଶୋଇବା ପୂର୍ବରୁ ମଧ୍ୟ ମୋର ଦିନଟା ବଢ଼ିଆ ଗଲା, ଥ୍ୟାଙ୍କସ୍ ଟୁ ନେଚର, ଥ୍ୟାଙ୍କସ୍ ଟୁ ଗଡ୍, ଯିଏ ଯାହାକୁ ବିଲିଭ୍ କରନ୍ତି କହିବା ଦରକାର। ତାକୁ ହାଲକା ଫିଲ୍ ହେବ। ଆଉ ଆମ ଥଟ୍ସର ଇମ୍ପାକ୍ଟ ଆମ ବଡି ଉପରେ ବହୁତ ପରିମାଣରେ ପଡ଼େ। ଆମେ ଯେମିତି ବିଚାର କରୁ ଆମ ଶରୀରରେ ସେମିତି ପ୍ରଭାବ ପଡ଼ିବା ଆରମ୍ଭ କରେ। ବହୁତ ଗୁଡ଼ିଏ ମାନସିକ ମାନେ ଶାରୀରିକ ରୋଗ ମାଇଣ୍ଡରୁ ଷ୍ଟାର୍ଟ ହୁଏ। ତ ମେଣ୍ଟାଲି ହେଲ୍ଦି ରହିବା ବହୁତ ଇମ୍ପୋର୍ଟାଣ୍ଟ। ଆଉ ଦୁନିଆରେ ନା ଆପଣ ଦେଖିବେ ଯଦି ସବୁ ମେଟର ପଛରେ ଗୋଟେ ଏନର୍ଜି ଅଛି। ଦେଖନ୍ତୁ, ଆମେ ଗୋଟେ ଗାଡ଼ି ମୁଭ୍ କରୁଛୁ, ଦେଖୁଛୁ ଗାଡ଼ି ମୁଭ୍ କରିବା ପଛରେ କ'ଣ ଅଛି? ଗୋଟେ ଶକ୍ତି ଅଛି, ଏନର୍ଜି ଅଛି, ଫୋର୍ସ ଅଛି। ମୁଁ ଏଇ କୌଣସି ଜିନିଷକୁ ମୁଁ ଏମିତି ପୁସ୍ କରିବି, ଆମେ ପୁସ୍ କଲେ କ'ଣ ଦେଖୁଛୁ? ଆମେ ଆଙ୍ଗୁଠିକୁ ଦେଖିପାରିବା, ସେ ବଡି ଅବଜେକ୍ଟକୁ ଦେଖିପାରୁଛୁ, ବଟ୍ ତା ଭିତରେ କ'ଣ ଅଛି? ଏନର୍ଜି ଅଛି। ତ ପ୍ରତ୍ୟେକ ସ୍ଥୂଳ ଜିନିଷ ପଛରେ ଗୋଟେ ସୂକ୍ଷ୍ମ ଜିନିଷ ଥାଏ। ଲୋକମାନେ ସ୍ଥୂଳକୁ ଦେଖିପାରନ୍ତି, ଛୁଇଁପାରନ୍ତି, ସେଥିପାଇଁ ତାକୁ ଅଧିକ ଧ୍ୟାନ ଦିଅନ୍ତି, କିନ୍ତୁ ତାର ମୂଳ ଜିନିଷ କିଏ? ସୂକ୍ଷ୍ମ। ଦୁନିଆରେ ଆମେ ଯେତେ ଜିନିଷ ଦେଖୁଛୁ ଏଇଟା ଆମ କ୍ରିଏସନର ଓନ୍ଲି 5%, ଓନ୍ଲି 5%। 95% ଏତେ ଜିନିଷ ଅଛି ଆମେ ତାକୁ ଦେଖିପାରୁନୁ, ଏବଂ ସେଇ ଜିନିଷ ଗୁଡ଼ାକ ବେଶୀ ଇମ୍ପାକ୍ଟ ପକାଉଛି ଆମ ଲାଇଫରେ। ତ ଲୋକମାନେ ଶକ୍ତିରେ ଅଧିକ ଧ୍ୟାନ ଦେବା ଦରକାର। ସ୍ଥୂଳତାରେ ଯଦି ଧ୍ୟାନ ଦେଲେ ଜଣେ ଦୁର୍ବଳ ହେଇଯାଏ, ସୂକ୍ଷ୍ମତାରେ ଧ୍ୟାନ ଦେଲେ ଶକ୍ତିଶାଳୀ ହେଇଯାଏ। କିନ୍ତୁ ଲୋକମାନେ ସୂକ୍ଷ୍ମତାରେ ଧ୍ୟାନ ଦେଉନାହାନ୍ତି। ଆପଣ ମେଡିଟେସନ୍ କରିବେ, ମାଇଣ୍ଡଫୁଲନେସ୍ର ପ୍ରାକ୍ଟିସ୍ ଜଣେ କରିବ, ଥଟ୍ ଉପରେ ତାର ଇମ୍ପୋର୍ଟାନ୍ସ ଦେବ, ଅଟୋମେଟିକ୍ ପାୱାରଫୁଲ୍ ହେଇଯିବ। ଯେତେ ବଡ଼ ବଡ଼ କବି, ଯେତେ ବଡ଼ ବଡ଼ ବୈଜ୍ଞାନିକ ଦେଖନ୍ତୁ, ଯେତେ ବଡ଼ ରାଜନେତା ବି ସମସ୍ତେ ବିଚାର ଉପରେ ଧ୍ୟାନ ଦିଅନ୍ତି, ତାଙ୍କର ଆଇଡିଓଲୋଜି, ତାଙ୍କର ଥଟ୍ସକୁ ବହୁତ ଧ୍ୟାନ ଦିଅନ୍ତି। ସଂକଳ୍ପରୁ ସିଦ୍ଧି କୁହାଯାଏ ନା, ତ ସଂକଳ୍ପ ଆମର ସକାରାତ୍ମକ ହେବା ଦରକାର। ସେଥିପାଇଁ ଭଲ ବହି ପଢ଼ିବାକୁ ପଡ଼ିବ, ଭଲ ବୁକ୍ସ ପଢ଼ିବାକୁ ପଡ଼ିବ, ଭଲ କଣ୍ଟେଣ୍ଟ କନଜ୍ୟୁମ୍ କରିବାକୁ ପଡ଼ିବ। ଆଉ ସକାଳୁ ନିଜକୁ ଟାଇମ୍ ଦିଅନ୍ତୁ, ମେଡିଟେସନ୍ କରନ୍ତୁ, ପ୍ରାଣାୟାମ କରନ୍ତୁ, ମାଇଣ୍ଡଫୁଲନେସ୍ର ପ୍ରାକ୍ଟିସ୍ କରନ୍ତୁ।